কি করছো ধমক দিয়া হଉଛି ଯାହା ଖାଉଛ ବାହାରେ କହିବନି ସକାଳୁ ମୁଢି ରାତିକି ମୁଢି ଡାଲି ପାଣି ତା ଦ୍ୱାରା ରାଗ ପଡୁନି କେମିତି ଲୋକ ଖାଇବ। ଭାଇରାଲ ହେଉଥିବା ଏ ଭିଡିଓଟି ହେଉଛି ଭଦ୍ରକ ଜିଲ୍ଲା ଧାମନଗର ସହରରେ ଥିବା ଜରା ନିବାସର ଏକ ବେସରକାରୀ ଆଶୀର୍ବାଦ ସଂଗଠନର ପରିଚାଳନାରେ ଥିବା ଏହି ଜରା ନିବାସରେ ଅନ୍ତେବାସୀଙ୍କୁ ଭଲ ଖାଇବାକୁ ଦିଆଯାଉନଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଧନୁ ମଳିକ ନାମକ ଏକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରିକି ପରିସର ବାହାରେ କୌଣସି ଅଭିଯୋଗ କଲେ କିମ୍ବା ଖାଦ୍ୟ ସମ୍ପର୍କରେ କିଛି କହିଲେ ଜରା ନିବାସରୁ ତଡ଼ି ଦିଆଯିବ ବୋଲି ଧମକ ଦିଆଯାଇଛି। ପୂର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ରହିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଅଭିଯୋଗକାରୀ କହିଥିଲେ। ଏନେଇ କିଛି ସାମ୍ବାଦିକ ଏ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବୃଦ୍ଧାଶ୍ରମ ଭିତରକୁ ଯାଉଥିବା ସମୟରେ ସାମ୍ବାଦିକଙ୍କୁ ସେଠାକାର ସୁରକ୍ଷାକର୍ମୀ ବାରଣ କରିଥିଲେ। ବୃଦ୍ଧାଶ୍ରମ ଦାୟିତ୍ୱରେ ଥିବା ମ୍ୟାଡମ ଜଣକ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଭରପୁର ପ୍ରୟାସ କରିବା ସହ ରାଗରେ ତମତମ ହେଉଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଧାମନଗର ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିର୍ଯାତନା ଓ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଆଜ୍ଞା ଏଠି ଯାହା ହଉଛି 100 ଟଙ୍କାର ବିଲ୍ ଡେଲି ହଉଛି 30 ଟଙ୍କାର ଖାଦ୍ୟ ଦିଆ ହଉଛି ଡାଲି ପାଣି ଭାତ ଆଉ 2 ଓଳି ମୁଢି ଦିଆ ହଉଛି ସକାଳେ ମୁଢି ରାତିକି ମୁଢି। ଆଜ୍ଞା ମଣିଷ ଏଠି ଯେତେ ଜଣ ଅଛନ୍ତି ସବୁ ରୋଗ ହେଇଗଲେଣି ଗୋଡକୁ ଗୋଡ ବାଜୁଛି ଆଉ ଧମକ ଦିଆ ହେଇକି ଲୋକଙ୍କୁ ରଖା ହେଇଛି ଯାହା ଖାଇବାକୁ ଦଉଛୁ ବାହାରେ କୋଉଠି କିଛି କହିବନି। ତାଙ୍କର ଯୋଉ କର୍ମଚାରୀ ଅଛନ୍ତି 2 ଜଣ ଲେଡିଜ ସେଇମାନେ କହୁଛନ୍ତି